କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ରେନଗଜ ବିଷୟରେ କଥା ହବା। ସେଇଟା କଣ, ତା ବ୍ୟବହାର କେମିତି, ସେ କଣ କରେ, ମାନେ ଇନ୍ ଟୋଟାଲ କହିବା, ଆମେ ତା ବିଷୟରେ ଜାଣିବା। ରେନଗଜ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଥିବା ବର୍ଷା ପରିମାଣ ମାପ କରିବା ପାଇଁ ବ୍ୟବହାର ହେଉଥିବା ଏକ ଉପକରଣ। ଏହା ସାଧାରଣତଃ ପାଣିପାଗ କେନ୍ଦ୍ର ଗୁଡ଼ିକରେ ଦୈନିକ ବର୍ଷା ରେକର୍ଡ କରିବା ପାଇଁ ବ୍ୟବହାର କରାଯାଏ। ବର୍ଷାର ମାପ ସାଧାରଣତଃ ମିଲିମିଟରରେ ଦିଆଯାଏ। ରେନଗଜ ହେଉଛି ଏକ ସରଳ ଉପକରଣ ଯେଉଁଥିରେ ଗୋଟେ ଫନେଲ ଥାଏ ଯାହା ବର୍ଷା ଜଳକୁ ସଂଗ୍ରହ କରେ। ଫନେଲ ପାଣିକୁ ଏକ ମାପକ ସିଲିଣ୍ଡର କିମ୍ବା ତଳେ ରଖାଯାଇଥିବା ପାତ୍ରରେ ନିର୍ଦ୍ଦେଶିତ କରେ। ମାପକ ସିଲିଣ୍ଡରରେ ସଂଗୃହୀତ ଜଳ ପରିମାଣ ଦର୍ଶାଏ। ବର୍ଷା ପରେ ସଂଗୃହୀତ ଜଳ ମାପ ଏବଂ ରେକର୍ଡ କରାଯାଏ। ରେନଗଜ ଖୋଲା ସ୍ଥାନରେ ରଖାଯାଏ, କୋଠା ଏବଂ ଗଛ ଠାରୁ ଦୂରରେ, ଯାହା ଦ୍ୱାରା ବର୍ଷା ସିଧାସଳଖ ଫନେଲ ଦ୍ୱାରା ଭିତରକୁ ଯିବ ବିନା ବାଧାରେ। ସଠିକ ମାପ ପାଇଁ ଉପକରଣକୁ ସମତଳ ଭୂମିରେ ରଖିବା ଆବଶ୍ୟକ। ପାଗ ଆକଳନ, କୃଷି, ବନ୍ୟା ନିୟନ୍ତ୍ରଣ ଏବଂ ଜଳ ସମ୍ପଦ ପରିଚାଳନା ପାଇଁ ରେନଗଜ କଣ କରେ ନା ବର୍ଷାର ପରିମାଣକୁ ମାପିଥାଏ। ତେଣୁ ତାହା ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରଟି। ଫସଲ ଚାଷ ଯୋଜନା କରିବା ପାଇଁ ଚାଷୀମାନେ ବର୍ଷା ତଥ୍ୟ ଉପରେ ନିର୍ଭର କରନ୍ତି। ପାଣିପାଗ ବିଶେଷଜ୍ଞମାନେ ପାଣିପାଗ ଢାଞ୍ଚାର ପୂର୍ବାନୁମାନ କରିବା ପାଇଁ ରେନଗଜ କୁ ଅଧ୍ୟୟନ କରନ୍ତି। ତେଣୁ ରେନଗଜ ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପକରଣ ଯାହା ଆମକୁ ସଠିକ ଭାବରେ ବର୍ଷାକୁ ବୁଝିବା ପାଇଁ ସାହାଯ୍ୟ କରେ, ଆଉ ତାର କଣ କରେ ନା ତାର ମାତ୍ରା, ତା ପରିମାଣ ମଧ୍ୟ ଆମକୁ ବୁଝାଏ। ତ ଭିଡିଓଟି କେମିତି ଲାଗିଲା? ଯଦି କିଛି ଡାଉଟ ଅଛି, କିଛି କ୍ୱେଶ୍ଚନ୍ସ ଅଛି, ମତେ କମେଣ୍ଟ ଲେଖିଦବ, ଆନ୍ସର କରିବି। ଆଉ ଯଦି ଭଲ ଲାଗିଲା, ଭିଡିଓଟା ବୁଝି ହେଲା, ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ। ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନ ପ୍ରେସ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।